ଅନେକ କ୍ଷେତ୍ରରେ ଆମକୁ କିଛି କିଛି କଥାକୁ ନେଇକି ଆମକୁ ବାଧି ଥାଏ। କିନ୍ତୁ ସେଇ କଥାକୁ ଆମେ କିଛି ସମୟକୁ ନେଇକି ଯଦି ଆମେ ନିଜ ମନରେ ତାକୁ ଟିକେ ଯଦି ଆମେ ସମ୍ଭାଳି ପାରିବା, ଆମେ ତାକୁ ଟିକେ ଯଦି ମାନେ ଧୈର୍ଯ୍ୟର ସହିତ ତାକୁ କିଛି ସମୟ ଅତିବାହିତ କରିଦେବା, ତାହେଲେ ଡେଫିନେଟଲି ସେ ପ୍ରୋବ୍ଲେମଟା ସଲ୍ଭ ହେବ। ଛୋଟିଆ ପ୍ରାଇମେରୀ ସ୍କୁଲ ଟୁ ୟୁନିଭର୍ସିଟି ପର୍ଯ୍ୟନ୍ତ ପିଲାମାନଙ୍କ ମଧ୍ୟରେ କିଛି କିଛି ସମସ୍ୟା ସୃଷ୍ଟି ହେଉଛି। ତ ସେ ସମସ୍ୟାର ଦୁଇ ଆଡ଼ୁ ତା'ର ଆମେ ଯଦି ଦେଖିବା ଉଭୟ ପଟୁ ଦାୟୀ ରହିବେ। ଗୋଟେ ହେଉଛି ପରିବାର ଏବଂ ସେ ସମାଜ ଏବଂ ଶିକ୍ଷା ଅନୁଷ୍ଠାନକୁ ସମାଜ ଭିତରେ ଆସୁଛି। ତେଣୁ ଆମେ ଯଦି ତୃଣମୂଳ ସ୍ତରରୁ ସେମାନଙ୍କୁ ନୈତିକ ଶିକ୍ଷା ଦିଆଯିବ ପିଲାମାନଙ୍କୁ, ତାହେଲେ ମୁଁ ଭାବୁଛି ନିଶ୍ଚିତ ଭାବରେ ସେ ସମୟକ୍ରମେ ସେ ସମସ୍ୟାଟା ଆଗକୁ ବଢ଼ିବ ନାହିଁ। ମୁଁ ଡକ୍ଟର ରଘୁନାଥ ମଣ୍ଡଳ, ଅଧ୍ୟାପକ ସମାଜସେବା ବିଭାଗର ତଥା NSS ଖୋର୍ଦ୍ଧା ଜିଲ୍ଲାର ସଂଯୋଜକ ଅଛି। ଆଜିର ପ୍ରୋଗ୍ରାମର ମୁଖ୍ୟ ବିଷୟବସ୍ତୁ ହେଲା ଯେ ରେଷ୍ଟୋରେଟିଭ୍ ଜଷ୍ଟିସ୍ର ରୋଲ୍, ଆମର ଯେଉଁ ଡୋମେଷ୍ଟିକ୍ ଭାୟୋଲେନ୍ସ ହେଉଛି ତାକୁ କେମିତି ରେଷ୍ଟୋରେଟିଭ୍ ଜଷ୍ଟିସ୍ ମାଧ୍ୟମରେ ଯେଉଁ ସମସ୍ୟା ଗୁଡ଼ିକ ହେଉଛି ଡୋମେଷ୍ଟିକ୍ ଭାୟୋଲେନ୍ସ, ତାକୁ କେମିତି ସମାଧାନ କରାଯାଇପାରିବ ସେ ବିଷୟରେ ଆଜି ଗୋଟେ ୱାର୍କସପ୍ ଚାଲିଛି। ଦେଖନ୍ତୁ, ଆମର ସମାଜରେ ବର୍ତ୍ତମାନ ଦୁଇଟି ସମସ୍ୟା ଗୋଟେ ପ୍ରମୁଖ ସମସ୍ୟା ହିସାବରେ ଛିଡ଼ା ହେଇଛି, ଯଥା ଗୋଟେ ସାମାଜିକ ସମସ୍ୟା ଏବଂ ଏନଭାୟରନମେଣ୍ଟ କ୍ରାଇସିସ୍, ଯେଉଁଟା ଆମେ କହୁଛୁ ସୋସିଆଲ କ୍ରାଇସିସ୍, ଏନଭାୟରନମେଣ୍ଟ କ୍ରାଇସିସ୍। ତ ଆଜିକା ଦିନରେ ଆମେ ଦେଖୁଛେ ଯେ ସମାଜରେ ଯେଉଁ ସବୁ କ୍ରାଇମ୍ସ ବଢ଼ି ଚାଲିଛି, ବିଶେଷ କରି ଡୋମେଷ୍ଟିକ୍ ଭାୟୋଲେନ୍ସ ଉପରେ ଆଜି ଆଲୋଚନା ଚାଲିଛି ଯେ ଘରୋଇ ହିଂସା ତାକୁ କେମିତି ବନ୍ଦ କରାଯାଇପାରିବ, ତାର ଆମେ ସେ ବିଷୟରେ ଆଲୋଚନା ଆଜି କରୁଛେ। ଯେ ସବୁଠୁ ବଡ଼ କଥା ହେଲା ଯେ ଦଣ୍ଡବିଧାନ ମାଧ୍ୟମରେ ଯେଉଁ ସରକାରଙ୍କର ଯେଉଁ ଲଜ୍ ଅଛି, କୋର୍ଟ ଅଛି, ତା ମାଧ୍ୟମରେ ଆମେ ଜଣକୁ ଦଣ୍ଡ ଦେଇ ଗୋଟେ ପରିବାର ସମସ୍ୟାକୁ ସମାଧାନ କରାଯାଇପାରିବ ନାହିଁ। ଅନେକ ଗୁଡ଼ିଏ କ୍ଷେତ୍ରରେ ଆମେ ଦେଖୁଛୁ ଯେ ଯେଉଁମାନେ ସାଧାରଣ ଭାବରେ ଅଶିକ୍ଷିତ ବା ଶିକ୍ଷିତ, ଉଚ୍ଚଶିକ୍ଷିତ, ଏମାନଙ୍କ ମଧ୍ୟରେ ଯେଉଁ ପାରିବାରିକ ହିଂସା ବା କନ୍ଦଳ ଆଜି ବଢ଼ି ଚାଲିଛି ଏବଂ ଯେଉଁ ଜଏଣ୍ଟ ଫ୍ୟାମିଲି ସିଷ୍ଟମ୍ ଥିଲା ତାକୁ ବର୍ତ୍ତମାନ ଅଲରେଡ଼ି ବ୍ରେକଅପ୍ ହୋଇସାରିଛି ଏବଂ ଖୁବ୍ କମ୍ ଦିନ ଭିତରେ ବୈବାହିକ ଜୀବନରେ ସମସ୍ୟା ସୃଷ୍ଟି ହେଉଛି। ବେଶୀ ଦିନ ବୈବାହିକ ଜୀବନ କଟଉଥିଲେ ମଧ୍ୟ ଛୋଟ ଛୋଟ କଥାକୁ ନେଇକି ଯେଉଁ ପରିବାର ଭାଙ୍ଗି ଯାଉଛି, ଯାହାଫଳରେ କି ପରିବାରରେ ଥିବା ସମସ୍ତ ସଦସ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତାକୁ ସମାଧାନ କରିବା ପାଇଁ ହେଲେ ଆମେ ସମସ୍ତେ ସେନ୍ସିଟାଇଜ୍ ହେବା ଦରକାର ଯେ ଆମର ଯେଉଁ ଗୋଟେ ପରିବାର ଅଛି, ଗୋଟେ ସମାଜ ଅଛି, ସେ ସମାଜରେ ଆମେ ସମସ୍ତେ ଗୋଟେ ନୈତିକ ଶିକ୍ଷା ଗ୍ରହଣ କରିବା ଦରକାର ଏବଂ ଯିଏ ଯେତେ ବଡ଼ ଭୁଲ କଲେ ବି ତାକୁ ଆପୋଷ ସମାଧାନ ମାଧ୍ୟମରେ ଗାଁରେ ସମସ୍ତେ ବସି ବା ପରିବାରରେ ବସି ବା ଆମର ଧାର୍ମିକ ଅନୁଷ୍ଠାନ ଅଛି, ସେହି ଅନୁଷ୍ଠାନ ମାଧ୍ୟମରେ ଆମେ ତାକୁ ସମାଧାନ କରିବା ପାଇଁ ଚେଷ୍ଟା କରିବା ଦରକାର, ତାକି କୋର୍ଟ କଚେରୀରେ ସେଇ କେସ୍ ଗୁଡ଼ିକ ନ ଯିବା ଦରକାର। ଏବଂ କୋର୍ଟ କଚେରୀକୁ କେସ୍ ଯିବା ଫଳରେ ଆମର ଯେଉଁ ସମସ୍ୟାଟା ଦ୍ୱିଗୁଣିତ ହୁଏ ଏବଂ ଜଣେ କୋର୍ଟକୁ ଗଲା ପରେ ସେ ଜେଲ୍ ଭିତରକୁ ଗଲା ପରେ ବି ସେ ରିପେଣ୍ଟ କରେ ନାହିଁ। ରେଦର ଯେତେବେଳେ ସେ ଜେଲ୍ରୁ ବେଲ୍ରେ ଫେରି ଆସେ, ଏଗେନ୍ ସେ ଆଗ୍ରେସିଭ୍ ହୁଏ ତାକୁ ରିଭେଞ୍ଜ ନେବା ପାଇଁ। ତେଣୁ ଆମେ ଦୁଇ ଜଣ ବ୍ୟକ୍ତି ମଧ୍ୟରେ ଜଣକୁ ମାନେ କ୍ରାଇମ୍ କଲା ବା ଜଣଙ୍କ ବିରୁଦ୍ଧରେ କିଛି ଅଭିଯୋଗ କଲା, ଆଉ ଜଣେ ଭିକ୍ଟିମ୍, ଏ ଦୁଇ ଜଣଙ୍କ ଭିତରେ ଆପୋଷ ମିଳାମିଶା କରିବା ପାଇଁ ଏକ ସମାଜ ଗୋଟେ ଅଛି, ପରିବାର ଅଛି, ଗୋଟେ କମ୍ୟୁନିଟି ଅଛି, ତାର ଗୁରୁ ଦାୟିତ୍ୱ ରହିଛି। ତେଣୁ ସିଭିଲ୍ ସୋସାଇଟି ମେମ୍ବର୍ସଠୁ ଆରମ୍ଭ କରିକି ଶିକ୍ଷା ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କଠୁ ଆରମ୍ଭ କରିକି ଏବଂ ପରିବାରକୁ ଆରମ୍ଭ କରିକି ଆମେ ଗୋଟେ ମାନେ ସଚେତନ ହେବା ଦରକାର ଯେ ଆମର କର୍ତ୍ତବ୍ୟ, ଆମର ଦାୟିତ୍ୱକୁ ନେଇକି ଆମେ ଆଗକୁ ବଢ଼ିବା ଦରକାର। ଏବଂ ଅନେକ କ୍ଷେତ୍ରରେ ଆମକୁ କିଛି କିଛି କଥାକୁ ନେଇକି ଆମକୁ ବାଧି ଥାଏ, କିନ୍ତୁ ସେ କଥାକୁ ଆମେ କିଛି ସମୟକୁ ନେଇକି ଯଦି ଆମେ ନିଜ ମନରେ ତାକୁ ଟିକେ ଯଦି ଆମେ ସମ୍ଭାଳି ପାରିବା, ଆମେ ତାକୁ ଟିକେ ଯଦି ମାନେ ଧୈର୍ଯ୍ୟର ସହିତ ତାକୁ କିଛି ସମୟ ଅତିବାହିତ କରିଦେବା, ତାହେଲେ ଡେଫିନେଟଲି ସେ
ପ୍ରୋବ୍ଲେମଟା ସଲ୍ଭ ହେବ। କିନ୍ତୁ ମୁଁ କହୁନାହିଁ ଯେ କିଛି କିଛି ହିନିୟସ୍ କ୍ରାଇମ୍ସ ଅଛି ଯେଉଁଟାକି ଅତି ଆମେ ରେୟାର ଅଫ୍ ଦି ରେୟାର କେସେସ୍ ବୋଲି ଆମେ କହୁଛୁ। ସେଇଭଳି କେସ୍ରେ ଆମେ କିଛି ଲୋକଙ୍କୁ ଦଣ୍ଡବିଧାନ କରିବା ଯାହାଫଳରେ କି ଅନ୍ୟମାନେ ତା ଦ୍ୱାରା କ୍ରିମିନାଲିଟି ଆକ୍ଟିଭିଟିଜ୍ରୁ ସେମାନେ ଦୂରେଇ ରହିବେ। କିନ୍ତୁ ଦେଖାଯାଇଛି ଯେ ବର୍ତ୍ତମାନ ଜେଲ୍ର ସଂଖ୍ୟା ବଢ଼ି ବଢ଼ି ଚାଲିଛି, ଜଜେସ୍ ମାନଙ୍କର ସଂଖ୍ୟା ବଢ଼ି ବଢ଼ି ଚାଲିଛି। ତା ସତ୍ତ୍ୱେ ବି ଅନେକ ଗୁଡ଼ିଏ କେସ୍ ପେଣ୍ଡିଂ ହେଇକି ରହିଛି। ଇଟ୍ ଇଜ୍ ବିକଜ୍ ମାନେ ଏମିତି ବଡ଼ କେସ୍ ପାଇଁ ନୁହେଁ, ଛୋଟ ଛୋଟ କେସ୍ ପାଇଁ ଜଣେ କାହାର ମାନେ ଛୁଆ ଭିତରେ ପାଟିତୁଣ୍ଡ ହେଲେ, ଦୁଇ ଜଣ ପରିବାର ତାଙ୍କ ଭିତରେ ଗଣ୍ଡଗୋଳ ହେଲେ, ଗାଁର କଥା ମୁଁ କହୁଛି। ଗୋଟେ ସ୍ତ୍ରୀ ଲୋକଟେ କ'ଣ ଟିକେ ଯୌତୁକ ଆଣିବାରେ କୌଣସି କାରଣବଶତଃ ଯଦି ଯାହା ସେ ପ୍ରମିସ୍ କରିଥିଲା ଟିକେ କିଛି ଆଣିପାରିଲେନି ବାପ ଘରୁ, ତାହେଲେ ସ୍ୱାମୀ ଶାଶୁର ଘରୁ ତାକୁ ଯେଉଁ ନିର୍ଯାତନା ଦେଉଛନ୍ତି କି କିଏ ଘର ଭିତରେ ଟିକେ ରୋଷେଇ ଫୋଷେଇରେ କିଛି ଅସୁବିଧା ହେଲା, ଏସବୁ ଯେଉଁ ଛୋଟ ଛୋଟ ମନୋମାଳିନ୍ୟ ଦ୍ୱାରା ସେଇଟା ଆମେ ପରିବାରରେ ହିଁ ଆମେ ତାକୁ ସମାଧାନ କରିବା କଥା। ତ କିଏ କାହାକୁ ରାଗ ରୋଷରେ ପଦେ କଥା କହିଦେଲା, ସେ ଝିଅ ବାପ ଘରକୁ ପଳେଇଲା, ପୁଣି ସେମାନଙ୍କର ଗୋଟେ ଡିଷ୍ଟାନ୍ସ ବଢ଼ିଯାଉଛି। ତେଣୁ ପ୍ରାଇମେରିଲି ଆମର ପରିବାରରେ ସୋସିଆଲାଇଜ୍ ହେବା ଦରକାର, ସାମାଜିକ ଦାୟିତ୍ୱକୁ ଆମେ ନିଜେ ବୁଝିବା ଦରକାର ଏବଂ ସେଭଳି ଶିକ୍ଷା ମଧ୍ୟ ପ୍ରଦାନ କରିବା ଦରକାର। ଆଜି ମୁଁ ଯେହେତୁ ଜଣେ ଅଧ୍ୟାପକ, ମୁଁ ଜାଣିଛି ଯେ ଛୋଟିଆ ପ୍ରାଇମେରୀ ସ୍କୁଲ ଟୁ ୟୁନିଭର୍ସିଟି ପର୍ଯ୍ୟନ୍ତ ପିଲାମାନଙ୍କ ମଧ୍ୟରେ କିଛି କିଛି ସମସ୍ୟା ସୃଷ୍ଟି ହେଉଛି। ତ ସେ ସମସ୍ୟାର ଦୁଇ ଆଡ଼ୁ ତା'ର ଆମେ ଯଦି ଦେଖିବା ଉଭୟ ପଟୁ ଦାୟୀ ରହିବେ। ଗୋଟେ ହେଉଛି ପରିବାର ଏବଂ ସେ ସମାଜ ଏବଂ ଶିକ୍ଷା ଅନୁଷ୍ଠାନକୁ ସମାଜ ଭିତରେ ଆସୁଛି। ତେଣୁ ଆମେ ଯଦି ତୃଣମୂଳ ସ୍ତରରୁ ସେମାନଙ୍କୁ ନୈତିକ ଶିକ୍ଷା ଦିଆଯିବ ପିଲାମାନଙ୍କୁ, ତାହେଲେ ମୁଁ ଭାବୁଛି ନିଶ୍ଚିତ ଭାବରେ ସେ ସମୟକ୍ରମେ ସେ ସମସ୍ୟାଟା ଆଗକୁ ବଢ଼ିବ ନାହିଁ ବା ଛୋଟ ଛୋଟ କଥାକୁ ନେଇକି ସେମାନେ ଆଗ୍ରେସିଭ୍ ହେବେ ନାହିଁ ପିଲାମାନେ, ଏବଂ ତାକୁ ନେଇକି ବହୁତ ଗୁଡ଼ିଏ ସମସ୍ୟା ସୃଷ୍ଟି ମଧ୍ୟ ହେବ ନାହିଁ। ତ ଏଥିପାଇଁ ଆମ ସମସ୍ତଙ୍କର ଗୁରୁ ଦାୟିତ୍ୱ ରହିଛି ଯେ ଆମେ ଯେକୌଣସି କଥା ପୃଥିବୀ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏ ସମସ୍ୟାଟା ରହିବ, ସମସ୍ୟା କେବେ ଦୂରେଇ ଯିବନି। କିନ୍ତୁ ସେ ସମସ୍ୟାକୁ ଆଡ଼ଜଷ୍ଟ ହେବା, ତାକୁ ଆମେ ଆଉ ଗୋଟେ କଥା ବି କହୁଛୁ ଏନଭାୟରନମେଣ୍ଟ ମୋଡ଼ିଫିକେସନ୍ ବୋଲି ବି ଆମେ କହୁଛୁ। ଗୋଟେ ସମସ୍ୟାର ସମାଧାନ କରିବା ପାଇଁ ଆମେ କିଛି ପଥା ଅବଲମ୍ବନ କରିବା ଯେଉଁଥିରେ କି ଆମର ସମସ୍ୟା ସମାଧାନ ହୋଇପାରିବ ଏବଂ ସୁସ୍ଥ ସମାଜ ଆମେ ଗଠନ କରିପାରିବା।